ନିହାତି ରବି ସ୍ୱାଇଁ ଜଣେ ଓଡ଼ିଶାର ନାମୀ ଦାମୀ ପରିଚିତ ବ୍ୟକ୍ତି। ସେ ମାନ୍ୟରେ ମୋର ପିଇସା, ମୋ ବାବା ସ୍ୱର୍ଗତ ଯୁଧିଷ୍ଠିର ସାମନ୍ତରାୟଙ୍କର ଭିଣୋଇ। ତାଙ୍କର ଦେହାନ୍ତରେ ସାରା ଓଡ଼ିଶାରେ କ୍ଷତି ଅନୁଭବ କରୁଛି। ସେ ଏକାଧାରରେ ଜଣେ ଶିକ୍ଷାବିତ୍ ଥିଲେ। ଶିକ୍ଷା କ୍ଷେତ୍ରରେ କେମିତି ସମସ୍ତେ ଶିକ୍ଷାରୁ ବଞ୍ଚିତ ନ ହୁଅନ୍ତୁ, ସମସ୍ତେ ଶିକ୍ଷା ଲାଭ କରନ୍ତୁ, ପିପିଲି ଡେଲାଙ୍ଗ ଶିକ୍ଷିତ ହଉ, ସବୁବେଳେ ସେ ଚିନ୍ତା କରନ୍ତି ଏବଂ ସେଥିପାଇଁ କର୍ମ କାର୍ଯ୍ୟ ମଧ୍ୟ କରନ୍ତି। ସେ ଜଣେ ସମାଜସେବୀ। ସେ ସାଧାରଣ ଗରିବଟିଏ, ଖଟିଖିଆଟିର ସବୁବେଳେ ପେଟ ବୁଝନ୍ତି, ମୂଲ୍ୟ ରଖନ୍ତି, ସେମାନଙ୍କୁ ସାହାଯ୍ୟ ସହଯୋଗ କରନ୍ତି ଏବଂ ସେ ଜଣେ ସଫଳ ପୁରୁଣା ମାନେ ଓଡ଼ିଆ ଚଳଚ୍ଚିତ୍ରର ଜଣେ ସଫଳ ପ୍ରଯୋଜକ। ଏବଂ ତାଙ୍କର ଦେହାନ୍ତରେ ସାରା ଓଡ଼ିଶା, ପୁରୀ ଜିଲ୍ଲା ଏବଂ ବିଶେଷ କରି ପିପିଲି ଡେଲାଙ୍ଗ ଆଜି ମର୍ମାହତ। ଏବଂ ସେ ଯେଉଁ ରାସ୍ତା ଆମକୁ ଦେଖେଇ ଯାଇଛନ୍ତି, ଶିକ୍ଷା କ୍ଷେତ୍ରରେ ହଉ, ଗମନାଗମନ କ୍ଷେତ୍ରରେ ହଉ, ସାଧାରଣ ସୋସିଆଲ ୱାର୍କ କ୍ଷେତ୍ରରେ ହଉ, ସେସବୁକୁ ଆମେ ନିଶ୍ଚିନ୍ତ ବାସ୍ତବ କ୍ଷେତ୍ରରେ ପରିଣତ କରିବୁ। ତାଙ୍କର ଆଶୀର୍ବାଦ, ତାଙ୍କର ସଦିଚ୍ଛା ସବୁବେଳେ ଆମ ଉପରେ ରହୁ ଏବଂ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କରୁଛି।